ହ୍ୟାଲୋ ପିଲାମାନେ, ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ତୁମମାନଙ୍କୁ ସ୍ୱାଗତ। କେମିତି ଅଛ? ନିଶ୍ଚୟ ବହୁତ ଭଲ ଥିବ। ଆଜି ଆମେ ଅଷ୍ଟମ ଶ୍ରେଣୀ କାର୍ଯ୍ୟପୁସ୍ତିକାର ବିଷୟ ଗଣିତ ପ୍ରସଙ୍ଗ ସେଟ୍ କାର୍ଯ୍ୟଫର୍ଦ୍ଦ 1ର ପ୍ରଶ୍ନଗୁଡ଼ିକର ସମାଧାନ କରିବା। ତୁମେମାନେ ରେଡ଼ି ତ? ପ୍ରସ୍ତୁତ ଅଛ? ମୋର ପୂର୍ବ ଭିଡ଼ିଓରେ ପ୍ରଶ୍ନ 1 ଓ 2ର ସମାଧାନ କରିଥିଲେ। ବର୍ତ୍ତମାନ ଯିବା 3 ନମ୍ବର ପ୍ରଶ୍ନକୁ। ବର୍ତ୍ତମାନ ଦେଖିବା ଶୂନ୍ୟ ସ୍ଥାନ ପୂରଣ କର। କ ପ୍ରଶ୍ନରେ କ'ଣ ଲେଖା ହେଇଛି? ଏ ଇଣ୍ଟରସେକ୍ସନ୍ ଏ ଇଜ୍ ଇକ୍ୱାଲ୍ ଟୁ ଡ୍ୟାସ୍। ଏର ଇଣ୍ଟରସେକ୍ସନ୍ ଏ କଲେ ନିଶ୍ଚିତ ଭାବେ କ'ଣ ହେବ? ଏ ସେଟ୍ ହିଁ ଆସିବ। ଦୁଇଟି ସେଟ୍ର ଆମେ ଯଦି ଇଣ୍ଟରସେକ୍ସନ୍ ବାହାର କରିବା ତାହେଲେ ନିଶ୍ଚିତ ଭାବେ ସେଇ ସେଟ୍ ହିଁ ହୁଏ। ଖ ନମ୍ବର ଯିବା। ଖ ନମ୍ବରରେ କ'ଣ ଲେଖା ହେଇଛି ଦେଖ? ଏକ୍ସ ସଚ୍ ଦ୍ୟାଟ୍ ଏକ୍ସ ବିଲଙ୍ଗସ୍ ଟୁ ଏନ୍, ଏକ୍ସ ଇଜ୍ ଗ୍ରେଟର ଦେନ୍ 5 ଆଣ୍ଡ ଲେସ୍ ଦେନ୍ 6 ର ତାଲିକା ପଦ୍ଧତିଟି ଆମେ ଲେଖିବା। ଦେଖ ପିଲେ, ଏକ୍ସଟା ଏନ୍ ସେଟ୍ରେ ଅଛି। ଇଏ 5ରୁ ବଡ଼ ହେଇଥିବ ଆଉ 6ରୁ ସାନ ହେଇଥିବ। ଗଣନ ସଂଖ୍ୟା ସେମିତି କ'ଣ ଅଛି କି? 5ରୁ ବଡ଼ ଆଉ 6ରୁ ସାନ, ସେମିତି କିଛି ଗଣନ ସଂଖ୍ୟା ନାହିଁ। ତାହେଲେ ଆମେ ଏହାକୁ କହିବା ଫାଇ ସେଟ୍। କି ସେଟ୍? ଫାଇ ସେଟ୍। ଫାଇ ସେଟ୍କୁ ଆମେ ଏମିତି ଖାଲି ଘର, କୁଟିଳ ବନ୍ଧନୀ ଦେଇ ଖାଲି ଘର କରି ଆମେ ଲେଖିପାରିବା, ନଚେତ୍ ଏଇ ଫାଇ ଚିହ୍ନଟି ବ୍ୟବହାର କରିପାରିବା। ଏ ଦୁଇଟି ଯାକ ଆମେ ଲେଖିବା ନାହିଁ। ଏଠି ଯଦି ବି ଏମିତି ଲେଖିବ ତାହେଲେ ବି ଠିକ୍ ହେବ, ଏ ଫାଇ ଚିହ୍ନ ଦେଲେ ବି ଠିକ୍ ହେବ। ଓକେ, ବର୍ତ୍ତମାନ ଗ ନମ୍ବରକୁ ଯିବା। ଗ ନମ୍ବରରେ ଦେଖ, 4, 8, 12, 16, 20 ସେଟ୍ଟିର ସୂତ୍ର ପଦ୍ଧତିଟି ଡ୍ୟାସ୍। ସୂତ୍ର ପଦ୍ଧତିଟି କେମିତି ଆମେ ନିରୂପଣ କରିବା? ଦେଖ ପିଲେ, ଏଇଠି 4, 8, 12, 16, 20 ଲେଖା ହେଇଛି। ତାହେଲେ 4ର ସବୁ ଗୁଣିତକ ଗୁଡ଼ିକ ଏଠି ଲେଖା ହେଇଛି। ଆମେ ଯଦି ଏନ୍ ସେଟ୍ର 1, 2, 3, 4, 5 ଏଇ 5ଟି ସଂଖ୍ୟାକୁ ନେବା ଆଉ 4n ବୋଲି ଆମେ ଯଦି ଲେଖିବା, ତାହେଲେ 4କୁ 1ରେ ମଲ୍ଟିପ୍ଲାଏ କରିବା, ତାହେଲେ କେତେ ହେବ? 4 ହେବ। 4କୁ 2ରେ ମଲ୍ଟିପ୍ଲାଏ କଲେ 8 ହେବ। ଏମିତି ଆସିଯିବ। ତେଣୁ ଆମେ ଏକ୍ସ ସଚ୍ ଦ୍ୟାଟ୍ କ'ଣ ଲେଖିବା? ଏକ୍ସ ସଚ୍ ଦ୍ୟାଟ୍ ଏକ୍ସ ଇଜ୍ ଇକ୍ୱାଲ୍ ଟୁ 4n, n ବିଲଙ୍ଗସ୍ ଟୁ n, n ବିଲଙ୍ଗସ୍ ଟୁ କ୍ୟାପିଟାଲ N ଓ n ଲେସ୍ ଦେନ୍ 6। ଲେସ୍ ଦେନ୍ 6 ତୁମେ ଲେଖିପାରିବ, ନଚେତ୍ n ଇଜ୍ ଲେସ୍ ଦେନ୍ ଇକ୍ୱାଲ୍ ଟୁ 5 ବି ଲେଖିପାରିବ। 6 ଲେଖିପାରିଲେ ହେବ, n ଲେସ୍ ଦେନ୍ 6 ଲେଖିପାରିଲେ ଲେଖିଲେ ଯାହା, n ଇଜ୍ ଲେସ୍ ଦେନ୍ ଇକ୍ୱାଲ୍ ଟୁ 5 ବି ଲେଖିଲେ ସେଇଆ। ସେଇ 5 ଭିତରେ ଇକ୍ୱାଲ୍ ଟୁ ଲେଖିଦେଲେ ମାନେ 1, 2, 3, 4, 5। ଓକେ, ନେକ୍ସଟ ଘ ନମ୍ବର ଦେଖ। ଏ ବି ସି ଡି ଡ୍ୟାସ୍ ବି ସି ଡି ଖାଲି ସ୍ଥାନରେ ଉପଯୁକ୍ତ ଚିହ୍ନ ବ୍ୟବହାର କର। ଏ ଭିତରେ ଆମେ କେଉଁ ଚିହ୍ନଟି ବ୍ୟବହାର କଲେ ଠିକ୍ ହେବ? ଦେଖ, କେଉଁଟି ବଡ଼ ସେଟ୍? ଏ ବି ସି ଡି ବଡ଼ ସେଟ୍ ନା ବି ସି ଡି ବଡ଼ ସେଟ୍? କେଉଁଟି ବଡ଼ ସେଟ୍? କେଉଁଟି? ତୁମେ ସବୁବେଳେ ମନେ ରଖ, ଆମର ଏମିତି ଦୁଇଟି ଚିହ୍ନ ଅଛି। ଏଇ ଦୁଇଟି ଯାକ ସେଟ୍ ସମାନ ନୁହଁ, ତେଣୁ ଇଜ୍ ଇକ୍ୱାଲ୍ ଚିହ୍ନ ଏଠି ଦିଆଯିବନି। ସାନ ବଡ଼ ଚିହ୍ନ ଏଠି ବ୍ୟବହାର କରାଯିବନି ସେଟ୍ରେ କେବେ ହେଲେ। ତେଣୁ ଏ ଦୁଇଟା ଅପସନ୍ ଆମର କଟିଗଲା। ଆଉ କ'ଣ ରହିଲା? ଏଇ ଦୁଇଟି ଚିହ୍ନ, ଏଇଟା ହେଉଛି ଗୋଟେ ସବସେଟ୍ ଆଉ ଗୋଟେ ସୁପର ସେଟ୍, ଉପସେଟ୍ ଆଉ ଅଧିସେଟ୍। ଏଇ ଯେଉଁ ଦୁଇଟି ଚିହ୍ନ ଅଛି, ଆମର ଯଦି ବଡ଼ ସେଟ୍ଟି ଅଛି ଆଗ, ତାହେଲେ ଆମେ ସୁପର ସେଟ୍ ଚିହ୍ନକୁ ବ୍ୟବହାର କରିବା। ଯଦି ସାନ ସେଟ୍ଟି ଆଗରେ ଥାଏ, ତାହେଲେ ଆମେ ଉପସେଟ୍କୁ ବ୍ୟବହାର କରିବା, ସବସେଟ୍। ଓକେ, ଏଇଠି କ'ଣ ହେବ? ଠିକ୍ ଉତ୍ତର ହେବ ଏଇ ସେଟ୍ଟି। ଦେଖ, ଯେଉଁପଟେ ବଡ଼ ସେଟ୍ଟି ଅଛି ସେପଟେ ଏଇ ଯେଉଁ ଓସାରିଆ କାନିଟି ରହିବ। ଏ ସେଟ୍ଟି, ଏଇଟାକୁ କୁହାଯାଏ ସୁପର ସେଟ୍। ଏ ବି ସି ଡି ସୁପର ସେଟ୍ ଅଫ୍ ବି ସି ଡି। ଓକେ, ବର୍ତ୍ତମାନ ବୁଝିଲ ତ? ମୋ ନମ୍ବରଟି ଦେଖ, ଯେଉଁ ବସ୍ତୁଗୁଡ଼ିକୁ ନେଇ ସେଟ୍ଟି ଗଠିତ ସେଗୁଡ଼ିକୁ ସେଟ୍ର ଗୋଟିଏ ଗୋଟିଏ ଡ୍ୟାସ୍ କୁହାଯାଏ। ସେଗୁଡ଼ିକୁ ଗୋଟେ ଗୋଟେ କ'ଣ କହିବା?
ଉପାଦାନ ଏଲିମେଣ୍ଟ। ଭେରି ଗୁଡ୍। ବର୍ତ୍ତମାନ ଏଇଠି ଲେଖିବା ଆମେ ଉପାଦାନ। ବର୍ତ୍ତମାନ ଦେଖ 4 ନମ୍ବର ପ୍ରଶ୍ନ। ଠିକ୍ ଉକ୍ତି ଲାଗି ରାଇଟ୍ ଚିହ୍ନ ଏବଂ ଭୁଲ ଉକ୍ତି ଲାଗି ଭୁଲ ଚିହ୍ନ ଦିଅ। କ ସୁନ୍ଦର ଫୁଲମାନଙ୍କର ସମାହାର ଏକ ସେଟ୍। ଆମେ ପଢ଼ିଥିଲେ ସୁନ୍ଦର ଫୁଲମାନଙ୍କର ସମାହାର ଏକ ସେଟ୍ ହୋଇପାରିବ ନାହିଁ। କାହିଁକି ହୋଇପାରିବ ନାହିଁ? ଆମର ସୌନ୍ଦର୍ଯ୍ୟର କୌଣସି ମାପକାଠି ନାହିଁ। କେତେ ସୁନ୍ଦର, କେଉଁ ଫୁଲଟି କେତେ ସୁନ୍ଦର ଆମେ କେଉଁ ଫୁଲଟି ଅସୁନ୍ଦର ବୋଲି କହିପାରିବା କି? ସେମିତି କିଛି ମାପକାଠି ନାହିଁ। ତେଣୁ ଏଇ ଉକ୍ତିଟି ଆମର ଭୁଲ। ବର୍ତ୍ତମାନ ଦେଖିବା ଖ ନମ୍ବର। ଏ ସବସେଟ୍ ଅଫ୍ ଏ ୟୁନିୟନ୍ ବି। ଏଇଟା ଠିକ୍ ଅଛି। ଏ ୟୁନିୟନ୍ ବିର ଏଇଟା ଗୋଟେ ଉପସେଟ୍। ଠିକ୍ ଅଛି। ତାପରେ ଯିବା ଗ ନମ୍ବର। ଦେଖ ପିଲେ ଏଇଠି ସେଟ୍ ଭିତରେ ସି 2 ଥର ଅଛି, ଏ 2 ଥର ଲେଖାଯାଇଛି। ଶୁଣ, ଗୋଟିଏ ଉପାଦାନ ଯଦି ଗୋଟେ ସେଟ୍ ଭିତରେ ଥାଏ ତାହେଲେ ତାକୁ ବାରମ୍ବାର ଲେଖିଲେ ମଧ୍ୟ ତାର କୌଣସି ଉପାଦାନ ଏଇ ବାରମ୍ବାର ଲେଖିବାର କୌଣସି ଯଥାର୍ଥତା ନାହିଁ। ତେଣୁ କ'ଣ କରିବା ଆମେ? ଏ ଯେଉଁ ବାରମ୍ବାର ଲେଖାଯାଇଛି ସେଗୁଡ଼ିକ ଲେଖିବା ଠିକ୍ ନୁହଁ। ତେଣୁ ସେଗୁଡ଼ିକୁ କାଟିକିରି ମଧ୍ୟ ଆମେ ସେଟ୍ଟିକୁ ଏମିତି ଲେଖିପାରିବା। ଯଦି ବାରମ୍ବାର ଲେଖା ହେଇଛି ତାହେଲେ ବି କୌଣସି ଅସୁବିଧା ନାହିଁ। ତେଣୁ ଏଇ ସେଟ୍ ଏଇ ସହିତ ସମାନ। ଏ ବି ସି ସି ଏ ବି ଇଜ୍ ଇକ୍ୱାଲ୍ ଟୁ ସି ବି ଏ। ରାଇଟ୍। ଘ ନମ୍ବର ଦେଖ। ବିଶିଷ୍ଟ ଇଂରେଜ ତର୍କଶାସ୍ତ୍ରବିତ୍ ଜନ୍ ଭେନ୍ ଚିତ୍ରର ଜନକ। ଏଇଟା ଠିକ୍ ଅଛି। ଆମେ ପଢ଼ିଥିଲେ ଭେନ୍ ଚିତ୍ରର ଜନକ କିଏ? ଜନ୍ ଭେନ୍ ଚିତ୍ରର ଜନକ। ଯେଉଁ ଭେନ୍ ଡାଇଗ୍ରାମ ଗୁଡ଼ିକ ଆମେ ପ୍ରତିପାଦନ କରୁଛେ ଲେଖୁଛେ ତାର ଜନକ କିଏ? ଜନ୍ ଭେନ୍। 1 ନମ୍ବରଟି ଦେଖିବା। ଏ ମାଇନସ୍ ବି ସୁପର ସେଟ୍ ଅଫ୍ ଏ। ଏଇଟା ଠିକ୍ ହେବ ନା ଭୁଲ ହେବ? ଏଇଟା ଭୁଲ ହେବ। କାହିଁକି ଭୁଲ ହେବ? ଏ ମାଇନସ୍ ବି, ଏ ବି, ଏ ବି, ଏରୁ ଯଦି ଆମେ ମାଇନସ୍ କରିଦେବା ବିକୁ ତାହେଲେ ଏତିକି ଅଂଶ ହିଁ ରହିବ। ତା ଅର୍ଥ ଏର କିଛି ଅଂଶ ରହିଲା, ଅଳ୍ପ ଅଂଶ। ଏର ମାନେ ଅଳ୍ପ ଅଂଶ ମାନେ ଅଧିକା ଅଂଶ ହଉ, କିନ୍ତୁ ଏଠୁ କମ୍, ଏ ଯେତିକି ଜାଗାରେ ରହିଛି ତାର କମ୍ ଅଂଶ ରହିଲା। ସେ କେବେ ହେଲେ ଏ ସେଟ୍ର କ'ଣ? ଏ ସେଟ୍ର କ'ଣ ହେବ? ଉପସେଟ୍ ହେଇପାରେ, କିନ୍ତୁ ସୁପର ସେଟ୍ ହୋଇପାରିବ ନାହିଁ। ଏ ସେଟ୍ର ଇଏ ଉପସେଟ୍ ହେଇପାରିବ, କିନ୍ତୁ ସୁପର ସେଟ୍ ହୋଇପାରିବ ନାହିଁ। ତେଣୁ ଏହା ଭୁଲ। ବର୍ତ୍ତମାନ ଦେଖିବା 5 ନମ୍ବର। ସ୍ତମ୍ଭ ମିଳନ କର। ଦେଖ 1 2 3 4 5। ଏହା ଏକ କି ସେଟ୍? ଅସୀମ ସେଟ୍ ହେବ କି? ଇଏ ତ ସୀମା ଭିତରେ ହିଁ ରହିଛି। ତେଣୁ ଏହା ଏକ ସସୀମ ସେଟ୍। x such that x not equal to x। খ ନମ୍ବରଟି କ'ଣ? x such that x not equal to x। ଏହା ଫାଇ ସେଟ୍। x such that x belongs to a বা x belongs to b। ଏଇଠି ଦେଖ ପିଲେ, ତମେ ବୁଝିବା ଦରକାର। ବା ଯଦି ଲେଖା ହେଇଛି ତାହେଲେ x ଯେଉଁ ଉପାଦାନଟି ଅଛି ତାହା ଏ ସେଟ୍ରେ ଅଛି ବା ବି ସେଟ୍ରେ ଅଛି। ତାହେଲେ ଆମେ କ'ଣ କହିପାରିବା? ଏ ସେଟ୍ରେ ରହିପାରେ କିମ୍ବା ବି ସେଟ୍ରେ ରହିପାରେ। କେତେବେଳେ କହିପାରିବା? ଯେତେବେଳେ ଏ ପୁରା ଅଂଶକୁ ଆମେ ବୁଝେଇବା, ତାହେଲେ ଯେକୌଣସି ଗୋଟେ ଉପାଦାନ ନେଲେ ଆମେ କହିପାରିବା ଯେ ସିଏ ଏ ସେଟ୍ରେ ରହିପାରିବ କିମ୍ବା ବି ସେଟ୍ରେ ବି ରହିପାରିବ। ତା ଅର୍ଥ ଏଇଟାକୁ କ'ଣ ଆମେ ଦେଖିବା? ଏଇଟାକୁ କ'ଣ ବୋଲି, ଏ ଭେନ୍ ଡାଇଗ୍ରାମଟାକୁ କ'ଣ ଲେଖିପାରିବା? ଆମେ କ'ଣ ରିପ୍ରେଜେଣ୍ଟ କରିପାରିବା? ଏ ୟୁନିୟନ୍ ବି। ତେଣୁ ଆନ୍ସର୍ କ'ଣ ହେବ ଏଇଠି? ଆମର ଏ ୟୁନିୟନ୍। ଏଇଠି ଯଦି ତୁମର ବା ବଦଳରେ ଓ ଥାନ୍ତା ତାହେଲେ କ'ଣ ହେଇଥାନ୍ତା? ଯଦି ଓ ଲେଖା ହେଇଥାନ୍ତା ଏଇଠି ତାହେଲେ ଏ ଇଣ୍ଟରସେକ୍ସନ୍ ବି ହେଇଥାନ୍ତା। ଯେହେତୁ ବା ଅଛି ତେଣୁ ଆର ଆନ୍ସର୍ ହେବ ଏ ୟୁନିୟନ୍ ବି। ନେକ୍ସଟ ଦେଖିବା ଘ ନମ୍ବର। 3 6 9 12 15।
ଡଟ୍ 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 ଏମିତି କିଛି ଆମେ ଅସୀମିତ ଭାବରେ ଲେଖିପାରିବା। 3 ଅଧିକା ହେଇ ଲେଖା ହେଇଛି, ତେଣୁ ଏଠି ଡଟ୍ ଡଟ୍ ଦିଆହେଇଛି ମାନେ ଏହା ଏକ ଅସୀମ ସେଟ୍ ଅଛି, ଅସୀମ ସେଟ୍ ଏହା ଏକ। ଓ ନମ୍ବରଟି ଦେଖ, ଏ ୟୁନିୟନ୍ ବି ମାଇନସ୍ ଏ ଇଣ୍ଟରସେକ୍ସନ୍ ବି। ଏଠୁ ତୁମେ ଦେଖିଦିଅ ଏ ୟୁନିୟନ୍ ବି, ଏ ୟୁନିୟନ୍ ବି ମାନେ ପୁରା ସେଟ୍ଟିକୁ ଆମେ ବୁଝିବା। ଏ ୟୁନିୟନ୍ ବି, ଏ ଇଣ୍ଟରସେକ୍ସନ୍ ବି, ତାହିଁରୁ ମାଇନସ୍ କରିବା, ତାହେଲେ ବଳକା ଅଂଶ ଆମର ରହିଲା କ'ଣ? ଏତିକି ଅଂଶ ରହିଲା ଏ ଏଠି ବି, ଏ ୟୁନିୟନ୍ ବି ମାଇନସ୍ ଏ ୟୁନିୟନ୍ ମାନେ ପୁରାଟାରୁ ଏ ଇଣ୍ଟରସେକ୍ସନ୍ ବି ମାଇନସ୍ କରିଦେବା, ତା ଅର୍ଥ କେତିକି ଅଂଶ ଆମର ଆସିବ? ଏତିକି ମାଇନସ୍ ହେଇଗଲା, ଏ ଇଣ୍ଟରସେକ୍ସନ୍ ବି ମାଇନସ୍ ହେଇଗଲା, ତାହେଲେ ରିପ୍ରେଜେଣ୍ଟ ହେବ ଏତିକି ଅଂଶ। ହେଲେ ଏଇ ଅଂଶକୁ ଆମେ ଆଉ କ'ଣ ଲେଖିପାରିବା? ଏ ମାଇନସ୍ ବି, ଏ ବି, ଏ ମାଇନସ୍ ବି, ଏରୁ ବି ପଳେଇଲା ମାନେ ଏତିକି ଅଂଶ ରହିଲା, ଏ ସେଟ୍ରୁ ବିଟା ମାଇନସ୍ କରାଗଲା, ତା ଅର୍ଥ ଏତିକି ଅଂଶ ରହିଲା। ବି ମାଇନସ୍ ଏ, ବିରୁ ଏ ପଳେଇଲେ ଏତିକି ଅଂଶ ରହିବ। ତ ଏ ଦୁଇଟିକୁ ୟୁନିୟନ୍ ଯଦି ଆମେ କରିବା ତାହେଲେ ପୁରା ଅଂଶ ଆସିଲା, ତା ଅର୍ଥ ଆ ସହିତ ଇଏ ସମାନ ଅଟେ, ତେଣୁ ଆକୁ ଏହା ସହିତ ଆମେ ଯୋଗ କରିପାରିବା। ଓକେ, ବୁଝିପାରିଲ? ବର୍ତ୍ତମାନ ଦେଖିବା ପିଲେ ଏ କ୍ୱେଶ୍ଚିନ୍କୁ ଦେଖ। ଏ ଇଜ୍ ଇକ୍ୱାଲ୍ ଟୁ 2, 4, 6, 8, 10 ଓ ବି ଇଜ୍ ଇକ୍ୱାଲ୍ ଟୁ 1, 2, 3, 4, 5, 6 ହେଲେ ନିମ୍ନଲିଖିତ ସେଟ୍ ପ୍ରକ୍ରିୟାକୁ ଭେନ୍ ଚିତ୍ରରେ ପ୍ରକାଶ କର। ଏଇଟାକୁ ଆମେ ଭେନ୍ ଚିତ୍ରରେ ପ୍ରକାଶ କରିବା। ଏ ୟୁନିୟନ୍ ବି, ଏ ୟୁନିୟନ୍ ବି କେମିତି ଲେଖିବା? ଏଇଟା ଏ ସେଟ୍, ଏ ବି ସେଟ୍, ଏ ସେଟ୍ ଆଉ ବି ସେଟ୍। ଏ ସେଟ୍ ବି ସେଟ୍ ଭିତରେ ଦେଖ ଆମର କ'ଣ କ'ଣ ଇଣ୍ଟରସେକ୍ସନ୍ କ'ଣ ଅଛି, ଏଥିରେ ଯେଉଁ ଉପାଦାନ ଅଛି ସେଇଥିରେ ବି ଯେଉଁ ଉପାଦାନ ଅଛି ସେଇ ଉପାଦାନ ଅଛି, ସେଗୁଡ଼ିକ ଏଇ ମଝିରେ ରହିବ। ତାହେଲେ କ'ଣ କ'ଣ ଅଛି? 2, 4, 6, ଏ ତିନିଟା ଏଇ ମଝିରେ ହିଁ ଲେଖିବା। 2, 4, 6। ତାପରେ ଏଇଠି ଆସିଲା ଏ ସେଟ୍ରେ ଆଉ କ'ଣ ଅଧିକା ଅଛି? 8, 10 ଅଛି, 2, 4, 6 ଛାଡ଼ିଦେଲେ ଏଇଠି ବି 1, 3, 5 ଅଛି। ବର୍ତ୍ତମାନ ଏ ୟୁନିୟନ୍ ବିକୁ ଆମେ ଭେନ୍ ଡାଇଗ୍ରାମରେ ଦର୍ଶାଇଲେ। ଏ ଇଣ୍ଟରସେକ୍ସନ୍ ବିକୁ ଭେନ୍ ଡାଇଗ୍ରାମରେ ଦର୍ଶାଇବା। ଏ ଇଣ୍ଟରସେକ୍ସନ୍ ବି ବୋଲେ ଆମେ ଜାଣିଛେ ଏ ଇଣ୍ଟରସେକ୍ସନ୍ ବି ମାନେ ଏରେ ଯେଉଁ ଉପାଦାନ ଥିବ ବିରେ ମଧ୍ୟ ସେଇ ଉପାଦାନ ଥିବ, ସେଇ ଉପାଦାନ ଗୁଡ଼ିକୁ ଆମେ ଏ ଇଣ୍ଟରସେକ୍ସନ୍ ବି ବୋଲି ଦର୍ଶାଇ ପାରିବା। ତେଣୁ ଏଇଠି ରହିଲା 2, 4 ଆଉ 6। ନେକ୍ସଟ ଆସିବା ଏ ମାଇନସ୍ ବି। ଏରୁ ଆମେ ବିକୁ ମାଇନସ୍ କରିବା, ତା ଅର୍ଥ ବି ସେଟ୍ରେ ଯେଉଁ ଉପାଦାନ ଅଛି ସେଗୁଡ଼ିକୁ ଆମେ ଏ ସେଟ୍ରୁ ମାଇନସ୍ କରିଦେବା। ମାଇନସ୍ କରିଦେଲେ ଆଉ କ'ଣ ରହିଲା? ଏ ସେଟ୍ରେ ରହିବ 8 ଆଉ 10। ବୁଝିପାରିଲ? ଏ ବି ସେଟ୍। ବର୍ତ୍ତମାନ ଯିବା ଆମେ ଏଠି କ'ଣ କହିଛି? ନିଜ ମନରୁ 10ଟି ଶୂନ୍ୟ ସେଟ୍ର ଉଦାହରଣକୁ ସୂତ୍ର ପଦ୍ଧତିରେ ଲେଖ। ଆମେ 10ଟି ଶୂନ୍ୟ ସେଟ୍ର ଉଦାହରଣ ଦେବା। ଆମେ ଜାଣିଛେ ଫାର୍ଷ୍ଟରେ ଶୂନ୍ୟ ସେଟ୍ର ଉଦାହରଣ ଆମେ ଜାଣିଛେ କ'ଣ ନା, ଯେଉଁ ଉପାଦାନଟି ସେଇ ଉପାଦାନ ହୋଇନଥିବ ତାହେଲେ ସେ ଏକ ଶୂନ୍ୟ ସେଟ୍। ଦେଖ x such that x is not equal to x, this is a phi set। ତାପରେ 2 ନମ୍ବର ଯିବା। ଏଠି କ'ଣ ଲେଖା ହେଇଛି ଦେଖ, x such that x belongs to n, x is greater than 3 and less than 4। n ସେଟ୍ରେ ଏମିତି କିଛି ଉପାଦାନ ଅଛି କି ଯେଉଁଟାକି 3 ଠାରୁ ବଡ଼ ହେଇଥିବ ଆଉ 4 ଠାରୁ ଛୋଟ ହେଇଥିବ? ସେମିତି କିଛି କୌଣସି ଉପାଦାନ ନାହିଁ, ତେଣୁ ଏଇଟା ବି ଏକ ଫାଇ ସେଟ୍ର ଉଦାହରଣ। এইটি ବି ଦେଖ, ଏଠି କ'ଣ ଲେଖା ହେଇଛି? x such that x ଏକ 32 ଦିନିଆ ମାସ। ଆମ ଇଂରେଜ ମାସର 32 ଦିନିଆ ମାସ
ଇଂରେଜ ମାସ 32 ଦିନିଆ ମାସ କେଉଁଟା ଅଛି କି ନାହିଁ, ତାହେଲେ ଏହା ଏକ 5 ସେଟ୍। ଦେନ୍ ନେକ୍ସଟ ଯିବା x so that x belongs to z, x is greater than 0 less than 1, ये भी एक 5 सेट। x so that x ଏକ ଯୁଗ୍ମ ସଂଖ୍ୟା, x is less than 2, ଦୁଇଠାରୁ ଛୋଟ ହେଇଥିବ ଯୁଗ୍ମ ସଂଖ୍ୟା କ'ଣ ଅଛି କି, ସବୁଠୁ ସାନ ଯୁଗ୍ମ ସଂଖ୍ୟା ତ 2, ଦୁଇରୁ ସାନ ଆଉ କେଉଁ ଯୁଗ୍ମ ସଂଖ୍ୟା ଅଛି କି, ଦୁଇରୁ ଛୋଟ ହେଇଥିବ ନାହିଁ, ତାହେଲେ ଇଏ ବି ଏକ ଶୂନ୍ୟ ସେଟ୍। ଦେଖ 6 ନମ୍ବର x so that x ଏକ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ର, ସପ୍ତମରେ ଛାତ୍ର ହେଇଥିବ, ଅଷ୍ଟମରେ ବି ଛାତ୍ର ହେଇଥିବ, ସେମିତି କୌଣସି ପିଲା ଆମ ସ୍କୁଲରେ ଅଛନ୍ତି କି, ନାହାନ୍ତି, ତାହେଲେ ଇଏ ବି ଏକ ଶୂନ୍ୟ ସେଟ୍। x so that x ଏକ ସୁନ୍ଦର ଫୁଲ, ସୁନ୍ଦର ଫୁଲ ବୋଲି ଆମେ କିଛି ମାପକାଠି ନାହିଁ, କୌଣସି ଫୁଲକୁ ଆମେ ସୁନ୍ଦର ବୋଲି କେତେ ସୁନ୍ଦର ଆଉ ଏମିତି କିଛି ଦେଖାଇ ପାରିବାନି, କି ଅସୁନ୍ଦର ଏମିତି କିଛି ଦେଖାଇ ପାରିବାନି, ତେଣୁ ଏହା ବି ଏକ 5 ସେଟ୍। ଉଦାହରଣ 8 x so that x ଏକ ମୌଳିକ ସଂଖ୍ୟା, x is less than 2, 9 x so that x belongs to n, x is less than 1, ଗଣନ ସଂଖ୍ୟା ହେଇଥିବ, ଏକଠୁ ଛୋଟ ହେଇଥିବ, ସେମିତି କିଛି ସଂଖ୍ୟା ଅଛି କି ନାହିଁ, ତାହେଲେ ଏହା ବି ଏକ 5 ସେଟ୍। x so that x belongs to n, x is greater than 15 and less than 16, 15ଠୁ ବଡ଼ ହେଇଥିବ, 16ଠୁ ଛୋଟ ହେଇଥିବ, ଇଏ ବି ଏକ 5 ସେଟ୍। ଏଠି ଦେଖିବା a ୟୁନିୟନ b ଇଜ୍ ଇକ୍ୱାଲ୍ a ଏବଂ a ନଟ୍ ଇକ୍ୱାଲ୍ b ହେଲେ a ସୁପର ସେଟ୍ ଅଫ୍ b ହେବ। ଏକ ଉଦାହରଣ ସହ ଏହି ଉକ୍ତିର ସତ୍ୟତା ପ୍ରତିପାଦନ କର। ଆମେ କ'ଣ ନେବା, ଗୋଟିଏ ଉଦାହରଣ ନେବା, a ଇଜ୍ ଇକ୍ୱାଲ୍ ଟୁ 1 2 3 4 5, a ୟୁନିୟନ b ଇଜ୍ ଇକ୍ୱାଲ୍ ଟୁ a ନଟ୍ ଇକ୍ୱାଲ୍ ଟୁ b ଇଜ୍ ଇକ୍ୱାଲ୍ ଟୁ 3 4 5। ଦେନ୍ ଏବେ ଦେଖ ପିଲେ, a ଆଉ b କୁ ଆମେ ୟୁନିୟନ କରିବା, ତାହେଲେ a ସେଟ୍ ହିଁ ଆସିବ, a ୟୁନିୟନ b ଇଜ୍ ଇକ୍ୱାଲ୍ ଟୁ a ସେଟ୍, a ନଟ୍ ଇକ୍ୱାଲ୍ ଟୁ b, ତାହେଲେ a ସୁପର ସେଟ୍ ଅଫ୍ b ହେବ କି, ଏଥିରୁ ଆମେ ଦେଖିପାରିବା a ୟୁନିୟନ b। ଦେଖ a ୟୁନିୟନ b ଇଜ୍ ଇକ୍ୱାଲ୍ ଟୁ କ'ଣ ହେବ, 1 2 3 4 5 यूनियन 3 4 5 is equal to 1 2 3 4 5 is equal to A. Then this is A, this is B. Therefore A superset of B. आम बर्तमान प्रतिपादन कले ए सेट टी जेहेतु बी सेट ए सेट मध्य अच्छी ए सेट भितर अच्छी तेणु ए सेट टी बी सेट एक उपसेट किंबा ए सुपर सेट ऑफ बी एमती भी आम लिखिपर प्रूफ। Thank you.